ଢେଙ୍କାନାଳ ସଦର ବ୍ଲକ ବାଲିଆମ୍ବା ଗ୍ରାମରେ ମଦ ବିରୋଧୀ ଅଭିଯାନରେ ଏଥର ମହିଳାମାନେ ନୁହନ୍ତି ପୁରୁଷମାନେ ତଥା ଗ୍ରାମର ଯୁବକମାନେ ଅଣ୍ଟା ଭିଡ଼ିଛନ୍ତି। ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ଏ ସମ୍ପର୍କରେ ଜଣାଇବା ପରେ ଆଜି ମଧ୍ୟାହ୍ନ 12ଟାରେ ଗ୍ରାମର ଶତାଧିକ ଯୁବକମାନେ ପ୍ଲାକାର୍ଡ ଧରି ମଦ ବିରୋଧରେ ଗ୍ରାମର ପ୍ରତି ସାହି ସାହିରେ ଜନସଚେତନ କରୁଛନ୍ତି। ପ୍ରଥମେ ଗ୍ରାମବାସୀଙ୍କୁ ସଚେତନ କରାଯାଉଛି। ଯଦି ଗ୍ରାମରେ ଚାଲିଥିବା ଚୋରା ମଦ ବ୍ୟବସାୟ ବନ୍ଦ ସହିତ କୌଣସି ବ୍ୟକ୍ତି ମଦ ପିଇଲେ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। କାମାକ୍ଷାନଗରରୁ ତରୁଣୀ ସେନ ବାରିକଙ୍କ ରିପୋର୍ଟ, ଅଷ୍ଟକିଳ ନ୍ୟୁଜ୍। ଯିଏ ଯେଉଁଠି ଅଛନ୍ତି ଆଜି ଏ ଶୁଭ କାର୍ଯ୍ୟରେ ଯୋଗଦାନ କରନ୍ତୁ ଏବଂ ଏ ନିଶା ଅଭିଯାନରେ ସହଯୋଗ କରି ବାଲିଆମ୍ବା ଗ୍ରାମର ଭବିଷ୍ୟତକୁ ଉଜ୍ଜ୍ୱଳିତ କରନ୍ତୁ ଏବଂ ଆମ ପିଲାମାନେ ଏବଂ ଆମର ପରିବେଶ